ଆଚ୍ଛା ଶିବଙ୍କ ପୁଅଙ୍କ ନାଁ କହିଲୁ? ଶିବଙ୍କ ପୁଅ ନାଁଟି ଶିବଙ୍କ ପୁଅ ନାଁ କଣ ତ ଭଉଣୀ ଭଉଣୀ ଶିବଙ୍କ ପୁଅ ନାଁ କଣ ଯେ? ବୁଝିଲ ତମଠୁ ବଡ ବେଲଜିଆ ଅଲଜିଆ ଲୋକ କେହି ନାହାନ୍ତି। ଶିବଙ୍କ ପୁଅ କଣ ଏ 2026 ମାନେ ଡିଜିଟାଲ ଯୁଗରେ ଏ କୋଶ୍ଚିନ୍ ଗୁଡା କିଏ ମାନେ ଏ ପାଠ ଗୁଡା କିଏ ପଢୁଛି କହିଲ? ଯଦି ପଚାରିବ କିଛି ହାଇ କ୍ୱାଲିଟିଆ କୋଶ୍ଚିନ୍ ପଚାରିବ ଯେ ମାନେ ପାଠ ଯାହା ପଚାର ନ ପଚାର କିନ୍ତୁ ଷାଠ ପଚାର ସେଇଟା ପିଲାମାନଙ୍କୁ ଠିକ ଜଣାଥିବ। ଆଉ ତାପରେ ଏ ଯୋଉ ପାଠ ପଚାରୁଥିବ ଶିବଙ୍କ ପୁଅ ନା କଣ ପାର୍ବତୀଙ୍କ ପୁଅ ନା କଣ ଏଗୁଡା ତମକୁ କିଏ ଆନ୍ସର ଦବ କହିଲ? ତାଙ୍କର ମନ ଅଛି କିନ୍ତୁ ତମକୁ ସେ କହିବାକୁ ଜମା ଚାହୁଁନାହାନ୍ତି। ଡାକିବା ଆମର ପରବର୍ତ୍ତୀ 2 ଜଣ ପ୍ରତିଯୋଗୀଙ୍କୁ ମଞ୍ଚ ଉପରକୁ। ନା ନା ଭଉଣୀ ଏତେ ନାଚ ଗୀତ ଜମା କର ନାହିଁ, ନହେଲେ ସେ ଯୋଉ ନାଚ ଗୀତ କରୁଛ ସେ ନାଚ ଗୀତ ଦେଖିକି ଦୀପକ ତମ ନାଚ ଗୀତରେ ଏମିତି ଫିଦା ହେଇଯିବ ଯେ ତମକୁ ଆଉ କୋଶ୍ଚିନ୍ କଣ ଡାଇରେକ୍ଟ ସିଲେକ୍ସନ କରିଦବ। ଆଜ୍ଞା ଏଠି ତମକୁ ପାଠ ଆସୁ କି ନ ଆସୁ ମାନେ ଭଲ ନାଚୁଥାଏ କି ନ ନାଚୁଥାଏ କଳା ହେଇଥାଏ କି ଗୋରା ହେଇଥାଏ କିନ୍ତୁ ଯେତେବେଳେ ମଞ୍ଚକୁ ଆଉଛ କିନ୍ତୁ ଦୀପକକୁ ପୁରା ଏତେ ଟେକି ଟେକି ଦିଅ ଯେ ସେ ଡାଇରେକ୍ଟ ତମ ଇଏରେ ଫିଦା ହେଇଯିବ ଯେମିତି ତମକୁ ଡାଇରେକ୍ଟ ସିଲେକ୍ସନ କରିଦବ କୋଶ୍ଚିନ୍ ନ ପଚାରି। କଣ ନା କୋଉଠୁ ଆସିଛନ୍ତି? ମୋ ନାଁ ଶୁଭଶ୍ରୀ ମହାଳିକ, ମୁଁ ଭଦ୍ରକରୁ ଆସିଛି। କଣ କରୁଛନ୍ତି ଏବେ ଶୁଭଶ୍ରୀ? ମୁଁ ଏବେ ନର୍ସିଂ କରୁଛି ଫାର୍ଷ୍ଟ ଇୟର। ଆଚ୍ଛା ଭଉଣୀ ତମେ ତ ତମ ପରିଚୟ ଦେଲ, ଏବେ ଟିକେ କହିଦିଅ ଆଗକୁ କଣ କରିବ ବା କଣ କରିବାକୁ ତମର ଇଚ୍ଛା ଅଛି? ଯେ ମୁଁ ନର୍ସିଂ ଟା ଭଲସେ ମାନେ ଲୋକଙ୍କୁ ଭଲସେ ସେବା କରିବି, ଦୁଇରେ ମୋର ଇନକମ୍ ବି ଭଲ ହବ, ତିନି ନମ୍ବର ହଉଛି ମାନେ ଏମିତି ଭଲସେ ସେବା କରିବି ଆଉ ସମସ୍ତଙ୍କୁ ଆଶୀର୍ବାଦ ମୋ ଉପରେ ରହିବ। ଆଚ୍ଛା ତାହେଲେ ତମର ଏତକ ସବୁ ପ୍ଲାନ ରହିଛି ନାଇଁ? ନର୍ସିଂ କରିବ, ଭଲସେ ସେବା କରିବ, ତାପରେ କଣ ପଇସା 2 ପଇସା ଭଲକି ଇନକମ କରିବ, ଆଉ ତାପରେ ନର୍ସିଂ ଟା ସେବା ପାଇଁ କରନ୍ତି, ଆପଣ ଇନକମ୍ ପାଇଁ କରୁଛନ୍ତି? ସେବା ଦୁଇରେ ଇନକମ୍ ବି ହେଇଯିବ। ତମର ସେତିକି ଥାଉ, ନହେଲେ ତମେ ଯୋଉ କଥା କହୁଛ ସିଏ ପା ସେ ଛୋପୁରିଆ ଲୋକ ଗୁଡା କଥାରୁ ନଥା କାଢିକି ତମକୁ ଏମିତି ପଚାରିବେ ତମ ଜୀବନ ଟା ପୁରା ସେଇଠି ବର୍ବାଦ କରିଦେବେ। 3 ବର୍ଷ ଯୋଉଟା ଆମର ଶିଖିଥିଲୁ 3 ବର୍ଷ ପଢିବୁ ଆମେ ଏମିତି ପାଠ ବି ପଢୁଥିବୁ ତାହେଲେ ଲୋକଙ୍କୁ ସେବା ବି କରୁଥିବୁ ପ୍ରାକ୍ଟିକାଲରେ, ବାସ୍ ଆଉ କୋଉଠି ଦେଖିକି ଛୋଟ ମୋଟ ରହିଯିବୁ, ବାସ୍ ଇନକମ୍ ତ ହେଇଗଲା ସେଇଠୁ। ଆଜ୍ଞା ଏଠି ମୋଟାମୋଟି ଭାବରେ କହିବାକୁ ଗଲେ ଏ ଭଉଣୀଙ୍କର ଟୋଟାଲି ମାନେ ପାଠ ପଢିବାକୁ କି ମାନେ ଲୋକଙ୍କ ସେବା କରିବାକୁ ଟୋଟାଲି ଇଚ୍ଛା ନାହିଁ, ଖାଲି ତାଙ୍କର ପଇସା ଇନକମ କରିବାର ଇଚ୍ଛା। ଦେଖୁନାହାନ୍ତି କେମିତି ମାନେ ଟୋଟାଲି ଚାକିରି କ୍ଷେତ୍ରକୁ ଯାଇନାହାନ୍ତି, ପାଠ ପଢା ଚାଲିଛି, ଏବେଠୁ ସ୍ୱପ୍ନ ଦେଖିଲେଣି ପଇସା କଥା। କଣ ଆଉ କହିବରେ ମାନେ କଣ ହେଲା ଏ ଯୁଗ, ଛାଡ ଆଉ କଣ କହିବି, ଭିଡିଓ ଟା ଲମ୍ବା ହେଇଯାଉଛି। ତେଣୁ ଆଉ ଜଣେ ଭଉଣୀଙ୍କର ମାନେ ପରିଚୟ ଜାଣିବାକୁ ତାଙ୍କ କିଛି ଜାଣିବାକୁ ବାକି ଅଛି, ଚାଲନ୍ତୁ ଯିବା ସିଆଡେ। ଆପଣଙ୍କର କଣ ନା କୋଉଠୁ ଆସିଛନ୍ତି? ଦେଖିବା ପ୍ରିୟେଶ ମହାନ୍ତି, ମୁଁ ଯାଜପୁର ରୋଡରୁ ଆସିଛି। କଣ କରୁଛନ୍ତି ଏବେ ଆପଣ? 10 ସରିଲା। କଣ ହବାକୁ ଇଚ୍ଛା ଅଛି ଜୀବନରେ? ଡକ୍ଟର। ସାଇନ୍ସ ପଢିକି ଡାକ୍ତର ହେବେ ଆପଣ? ଆଜ୍ଞା। ନା ନା ସେତିକି ଥାଉ, ତମେ ଆଉ କିଛି ଅଧିକ ଗପନି, ଚାଲ ଏବେ ସିଏ ତ 10th ପଢିକି ଡକ୍ଟର ହେବେ, ତାଙ୍କ ଲାଇଫ ରେ ମାନେ ତାଙ୍କର ଗୋଟେ ଏମ ଅଛି ଯେ ଡକ୍ଟର ହେବେ, ଇଏ ନର୍ସ ହେବେ, ଛାଡନ୍ତୁ ଡକ୍ଟର ନର୍ସ ଆଜି ଏକାଠି ହେଇଛନ୍ତି, ଚାଲନ୍ତୁ ସେଇ ଖୁସିରେ ଗୋଟେ ଏମିତି ଜବରଦସ୍ତିଆ କୋଶ୍ଚିନ୍ ପଚାରିବା, ଦେଖିବା ଭଉଣୀ ମାନେ ଆନ୍ସର ଦେଇ ପାରୁଛନ୍ତି କି ନାଇଁ। ରଜ ସିଜନକୁ ତମେ କେମିତି କଣ ଡାକ୍ତର ଲାଇନ୍ ପଳେଇ ଆସିଛନ୍ତି? ମୋର କିଛି ଟ୍ୟାଲେଣ୍ଟ ଅଛି, ମୋର ଡ୍ୟାନ୍ସ ହୁଏ, ଭଲ ଆକ୍ଟିଂ ହୁଏ, ତ ମୁଁ କେବେ କୁଆଡେ ଯାଇକି ମୁଁ ଭାବୁଛି ଏଇଠି ଏଇ ପ୍ରୋଗ୍ରାମରେ ମୁଁ ମୋ ଟ୍ୟାଲେଣ୍ଟ ଶୋ କରିପାରିବି ଭଲ ଭାବରେ। ଦେଖ ଏମିତି ଗପି 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 ଭିଡିଓ 10 ମିନିଟ୍ କରିଦିଅ, କିଛି ବି ଅସୁବିଧା ନାହିଁ, କିନ୍ତୁ ଏଇ ଯୋଉ ଫାଲତୁ ଗପ ଜମା ଗପନି। ଡାକୁଛ ସୁନ୍ଦରୀ ମାନଙ୍କୁ ରଜ ସୁନ୍ଦରୀ ହବା ପାଇଁ, ତାଙ୍କୁ ପୁଣି ପଚାରୁଛ ରଜ ସୁନ୍ଦରୀ କଣ ପାଇଁ ଆଇଛ, ଜାଣିଛ ତ ସିଏ ତାଙ୍କ ଭିତରେ ଥିବା ଟ୍ୟାଲେଣ୍ଟ ଅଟ୍ୟାଲେଣ୍ଟ ଯାହା ବି କିଛି ଅଛି, ନାଚ ଗୀତ କଳା ଯାହା ବି କିଛି ଅଛି, ସେ ସେଇଟା ଏଠି ଶୋ କରିବାକୁ ଏକାଥରେ ଶୋ କରିଦେବେ ବୋଲି ଆଇଛନ୍ତି। ଆଉ ତମେ ତାଙ୍କୁ ଯୋଉ ଫାଲତୁ କଦର୍ଯ୍ୟ କୋଶ୍ଚିନ୍ ପଚାରୁଛ କଣ ପାଇଁ ଆଇଛ, ସେ ଆଇଛି ତମ ମାନଙ୍କ ମୁହଁକୁ ଦେଖିବାକୁ। ଶୁଭଶ୍ରୀ ତମ ପାଇଁ ମୋର ପ୍ରଶ୍ନ,
ଭାରତର ସ୍ୱର୍ଣ୍ଣ ମନ୍ଦିର କାହାକୁ କୁହାଯାଇଛି? ତମ ମୁହଁକୁ ଦେଖିଲେ ମୁଁ ଠିକ ଜାଣିଛି ତମକୁ ସଠିକ ଆନ୍ସର ଜଣା ଅଛି। ତେବେ ଆଉ କମେଡି କରିବାକୁ ତାଙ୍କୁ ଦିଅନି ସୁଯୋଗ, ଜଲ୍ଦି ଜଲ୍ଦି କହିଦିଅ। ସ୍ୱର୍ଣ୍ଣ ମନ୍ଦିର ଆଉ କୋଣାର୍କ। ସରିଗଲା। କି କଦର୍ଯ୍ୟ ମୂର୍ଖ ଲୋକ କେଜାଣି। ସ୍ୱର୍ଣ୍ଣ ମନ୍ଦିର କୋଣାର୍କକୁ କୁହାଯାଇଛି, ତାହେଲେ ଅର୍କ କ୍ଷେତ୍ର କାହାକୁ କୁହାଯିବ? ତମ ମାନଙ୍କୁ ସତରେ ତମାନଙ୍କୁ ମାନେ ପାଠ କମ ଷାଠ ଷାଠ ବେଶୀ ଦରକାର ହଉଛି। ଟିକେ ଭଲରେ ଭାବିକି କୁହ, ସ୍ୱର୍ଣ୍ଣ ମନ୍ଦିର କାହାକୁ କୁହାଯାଇଛି? ଭୁବନେଶ୍ୱରକୁ କୁହାଯାଇଛି। ଛାଡ, ତମକୁ ଆସିବନି। ଦୀପକ ସାରେ, ଆରେ ସେଠି ବଇଚ କଣ ମୁଚୁକୁନ୍ଦରୀ ହସ ମାରୁଛ? ଟିକେ ଖୁଲାମ ଖୁଲା ହସ ମାର। ଛାଡ 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 ଛାଡ, ଏଇଟା ଛାଡ, ଆକୁ ଆସିବନି। ତମେ ଆଉ କିଛି ପଚାର। କୋଉ ଫୁଲ ଶିବଙ୍କ ପାଖରେ ଅର୍ପଣ କରାଯାଏ? ହେ ଭଗବାନ, ମାନେ ଦେବାଦିଦେବ ମହାଦେବ ଶିବ ଉପରେ ଥାଇକି ଭାବୁଥିବେ କାହିଁ ମୁଁ ଏ ପିଲାମାନଙ୍କୁ ସୃଷ୍ଟି କଲି। ମାନେ ମୋ ନାଁ ଜାଣିନାହାନ୍ତି, ମୋ ଫୁଲ କଣ ଫେବରାଇଟ ଜାଣିନାହାନ୍ତି, ମୋର ଫେବରାଇଟ କଣ ଜାଣିନାହାନ୍ତି। ସବୁଦିନ ସକାଳୁ ସକାଳୁ ହେଲା କଣ, ସୋମବାର ସକାଳୁ ହେଲା କଣ ମୋ ମନ୍ଦିର ଯାଇକି ଭିଡ ଲାଗୁଛନ୍ତି, କିନ୍ତୁ ମୋ ଫେବରାଇଟ ଫୁଲ ଜାଣିନାହାନ୍ତି। ଛାଡ ଛାଡ, ଶିବ ମାନେ ଏତେ ମାନେ ନିଜେ ହସୁଥିବେ, ଯେତିକି ହସୁଥିବେ ସେତିକି କାନ୍ଦୁଥିବେ, ସେତିକି ଦୁଃଖ କରୁଥିବେ, ସେତିକି ପୁଣି ରାଗ କରୁଥିବେ। ମାନେ କଣ ଆଉ କହିବି ଏ ଯୁଗରେ, ମାନେ ସେ କଥା କିଏ ଜାଣୁଛି କହିଲ? ଏ ଖଣ୍ଡିଏ ଖଣ୍ଡିଏ ମୋବାଇଲ ତ ହେଲା, କିଏ ରିଲ୍ସ କରିବେ, କିଏ ଭିଡିଓ କରିବେ, କିଏ ଟିକଟକ୍ କରିବେ, କିଏ ଫୋନରେ ଗପିବେ। ସେଇଟା ତ ଆଜ୍ଞା, ସେଇଟାକୁ ଛାଡିଦେଲେ ଆଉ ପାଠ କିଏ ପଢୁଛି କହିଲେ? ଛାଡନ୍ତୁ, ଅଧିକ ଲମ୍ବା ହେଇଗଲାଣି ଭିଡିଓ, ଚାଲନ୍ତୁ ଆଉ ଟିକେ କରିବା। ମାନେ ଆଉ ଟିକେ କୋଶ୍ଚିନ୍ର ଆନ୍ସର ଆଉ ଟିକେ ଶୁଣିଦବା। ମାନେ ଶିବ, ତାଙ୍କୁ ପଚାରିବା ଶିବ ଛାଡ, ଫୁଲ ତ ଗଲା ହାରି, ଚାଲନ୍ତୁ ଶିବଙ୍କ ପୁଅ ନାଁରେ ପଚାରିବା। ଆଚ୍ଛା, ଶିବଙ୍କ ପୁଅଙ୍କ ନାଁ କହିଲୁ? ସେ ଜାଣିଛନ୍ତି? ଟିକେ ଟାଇମ ଦିଅ, ମନେ ପକେଇ କହିବେ ନା। ଶିବଙ୍କ ପୁଅ ନାଇଁ କହିଦିଅ, ପ୍ଲିଜ କହିଦିଅ, ମୋ ହାତ ମିଳୁଛି ଆନ୍ସର କହିଦିଅ। ମାନେ ଦୁନିଆରେ ଏମିତି ଲୋକ ଅଛନ୍ତି, ସୃଷ୍ଟିକର୍ତ୍ତା ଶିବଙ୍କୁ ତ ଭୁଲିଗଲେ, କିନ୍ତୁ ତାଙ୍କ ପୁଅ ବୁଦ୍ଧିଦାତା ଗଣେଶଙ୍କୁ ବି ତାଙ୍କୁ ବି ଭୁଲିଗଲେ। ମାନେ କେତେ କଷ୍ଟରେ ଭଉଣୀ ଭାବିଛନ୍ତି କି କହିଲେ କେଜାଣି। ସତେ ଯେମିତି ଗୋଟେ ଘୋର ଯନ୍ତାରେ ପଡିଛନ୍ତି। ମାନେ ମାନେ ଘୋର ଯନ୍ତାରେ ପଡିକି ବି ଉଦ୍ଧାର ହେଇପାରୁନାହାନ୍ତି। ମାନେ ଏତେ କଣ ଭାବିବ, ଯାହା ତ ଆସିବ ଆସିବ, ଯମ ରାମ ଶ୍ୟାମ ଘନ ଯାହା ବି ଆସିବ ତା ପାଟିରେ କହିଦେଇଯିବ। ଆଉ ତାପରେ ତମ କଥାକୁ ତ ଶୁଣିଲେ ପୁଣି ସିଏ ଦିପଦ କମେଡି କରିବେ ନା ନାଇଁ ଯେ? ସିଏ ତ ତମକୁ ଏଥିପାଇଁ ଡାକିନ୍ତି, ମାନେ ତମ କଥାରୁ ନଥା କାଢିକି ସିଏ କମେଡି କରିକି କେମିତି ତାଙ୍କର ଟିଆରପି ବଢେଇବେ। ଆଉ ତାଙ୍କ ମାନେ ତାଙ୍କ ଟ୍ୟାଲେଣ୍ଟ ସିଏ ବଢେଇବେ, ସିଏ ନିଜେ ଭାଇରାଲ ହେବେ, ତମକୁ ବେଜିତି କରିବେ। କିନ୍ତୁ ତମ ମୁହଁକୁ ତ ସେତିକି ଲଜ୍ଜା ସରମ ବି ନାହିଁ। କିନ୍ତୁ ମାନେ କୋଶ୍ଚିନ୍ ପଚାରିଲେ ଆନ୍ସର ଆସୁନି, ଯାଉଛ ସେଠି ବେକାରରେ ବେଜିତି ହେବାକୁ। କଣ ଆଉ କହିବି କହିଲେ? ଏଥିରେ ତାଙ୍କର କିଛି ଦୋଷ ନାହିଁ, ସବୁ ଦୋଷ ହଉଛି ତମର। ମାନେ ତାଙ୍କୁ ବେକାରଟାରେ ଦୋଷ ଦଉଛ। ସିଏ ବେକାର, ହଁ ସିଏ ମଝିରେ ମଝିରେ ପଚାରୁଛନ୍ତି ଯୋଉ ଚକୁଳି ପିଠାର କଣା, ସେ କଥା ଆଲୋଚନା କରିବେନି, ସେ କଥା ବହୁତ ପୁରୁଣା ହେଇଗଲାଣି। କିନ୍ତୁ ତମେ ଯୋଉ ଏବେ ଯୋଉ କାମ ଗୁଡା କରୁଛ, ସେ କଥା ମାନେ କିଛି ପୁରୁଣା ନାହିଁ, ସବୁତକ ନୂଆ। ଛାଡନ୍ତୁ, ଆଉ ତାଙ୍କୁ କିଛି ଦୋଷ ଦେବନି। କିନ୍ତୁ ହଁ, ମନେ ରଖ, ଯାହା ବି କରୁଛ କର, କିନ୍ତୁ ଦୀପକକୁ ସେଠି ଟେକି ଟେକି କହିବ, ନହେଲେ ନାଇଁ ରଜ ସୁନ୍ଦରୀ କଣ, ରଜ ଅସୁନ୍ଦରୀ ହେଇକି ଡାଇରେକ୍ଟ ଘରକୁ ଫେରି ଆସିବ। ଭିଡିଓ ତ ବହୁତ ଲମ୍ବା ହେଇଯାଇଛି, ଆଜିର ଭିଡିଓ ବି ସାରିଦବା ଏଇଠି। ଆଉ ଅଧିକ କିଛି କରିବାନି କି ଅଧିକ ଗପିବାନି। ତେବେ ଭିଡିଓଟା ଏଇଠି ରଖୁଛି। ଜୟ ଜଗନ୍ନାଥ। ଯଦି କିଛି ଭିଡିଓ ମାଧ୍ୟମରେ କହିବାରେ ଭୁଲ ଥିବ ଆପଣ ମାନେ କ୍ଷମା କରିବେ, ଓ ପୁଣି ଦେଖାହବ ଆପଣ ମାନଙ୍କ ସହ ବହୁତ ଜଲ୍ଦି। ଦେଖିବା ଆପଣଙ୍କୁ ଭିଡିଓଟି କେମିତି ଲାଗିଲା, ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣେଇବେ। ରହୁଛି ଆଜ୍ଞା, ଜୟ ଜଗନ୍ନାଥ।